କାରଣରୁ ଆଗାମୀ ଦିନେ କ'ଣ ଆପଣମାନେ ଜାଣିଛନ୍ତି ଆମମାନଙ୍କର ଭାରତର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର B.R. ଗବାଇଙ୍କୁ ଯେପରି ଜଣେ ମୌଳବାଦୀ ଚିନ୍ତାଧାରା ରାକେଶ କିଶୋର ଜଣେ ଓକିଲ ଯେହେତୁ ସେ ଜଣେ ଦଳିତ ଲୋକ ଥିଲେ B.R. ଗବାଇ ଜଣେ ଦଳିତ ଲୋକ ତାଙ୍କୁ ଅସ୍ପୃଶ୍ୟତା ପୁରୁଷାବର୍ଗ ମନେ କରି ସେ ନିଜ ଦୃଷ୍ଟିରେ ମନେ କରି ଜୋତାମାର କରିଥିଲେ ଏହା ଆମକୁ ସମ୍ବିଧାନ ପାଇଁ ଗୋଟେ ଅପମାନ ସମ୍ବିଧାନ ହେଉଛି ଆମକୁ ଭାରତ ଯଦି ସଂବିଧାନ ଯଦି ଏପରି ଅତ୍ୟାଚାର କରିଯିବ ସଂବିଧାନକୁ ଯଦି ହତ୍ୟା କରାଯିବ ଏହାର ଦୁଃଖର ବିଷୟ କିଛି ନୁହଁ ଆଜ୍ଞା ସେଥିପାଇଁ ଆମମାନେ ଯେଉଁ ମନୋବାଦୀ ଓକିଲ ରାକେଶ କିଶୋର ଜୋତାମାଡ଼ କରିଥିଲେ ତାଙ୍କୁ ଦେଶଦ୍ରୋହୀ ନାମରେ ମାମଲାରେ ତାଙ୍କୁ ରୁଜୁ କରାଯାଉ ବୋଲି ଆମମାନେ ଆଜି ଅପିଲ କରି ଆମମାନଙ୍କର କନ୍ଧମାଳ ଜିଲ୍ଲାର ବିଭିନ୍ନ ବର୍ଗର ଆମମାନେ ଆସି ଆଜି ଆମମାନେ ଧାରଣା ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କ ମାଧ୍ୟମରେ କନ୍ଧମାଳ ଜିଲ୍ଲା ଜରିଆରେ ଆମମାନେ ମେମୋରାଣ୍ଡମ୍ ଦେଉ ଯେହେତୁ ରାଷ୍ଟ୍ରପତି ଯୋଗାରୀ ହବ ବୋଲି ଆଶା ଦେଖନ୍ତୁ ଆମମାନଙ୍କର ରାଷ୍ଟ୍ରପତି ଜଣେ ଆଦିବାସୀ ଆମମାନଙ୍କର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ ଆମମାନେ ଚାହୁଁଛୁ ଆଜି ଯେ ଖାଲି ମୁଖ୍ୟ ବିଚାରପତିଙ୍କୁ ଜୋତାମାଡ଼ କରାହେଲା ତାହା ନୁହେଁ ତାଙ୍କୁ ଖାଲି ଆଘାତ ହୋଇଛି ତାହା ନୁହେଁ ସମଗ୍ର ଦଳିତ ଲୋକଙ୍କୁ ଆଘାତ ହେଇଛି ସେଥିପାଇଁ ଆମମାନେ ପୂର୍ଣ୍ଣ ବିଶ୍ୱାସ ଆମମାନେ ରଖିକି ଆମମାନେ ରାଷ୍ଟ୍ରପତି ମହୋଦୟଙ୍କ ନିକଟକୁ ଆମମାନଙ୍କର ମେମୋରାଣ୍ଡମ୍ ପଠାଉଛୁ ଆଉ ଆଶା ମଧ୍ୟ କରୁଛୁ ଯେ माननीय राष्ट्रपति महोदय आमर मेमोरांडम ग्रहण कर जो दोषी अच्छी आम राकेश किशोर देशद्रोही मामला से निश्चित भाव में दोषी सब्यस्त करेंगे जदि आज आम मेमोरांडम ग्रहण करा हल्का भाव में न्याय निश्चित भाव में आगामी दिन मानक कंधमाल जिले में उग्र रूप नेब आम दलित समाज पुणी बहुत बड़ आंदोलन सूचय देगा जय